ବାଲେଶ୍ୱର ସହରର ନୂଆବଜାର ନିକଟ ଯାଦବପୁରଠାରେ ମା ମଙ୍ଗଳାଙ୍କ ମନ୍ଦିରର ବାର୍ଷିକ ଉତ୍ସବ ଉଦ୍ଯାପିତ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ସହରର ନୂଆବଜାର ନିକଟ ଯାଦବପୁର ଗ୍ରାମସ୍ଥିତ ମା ମଙ୍ଗଳାଙ୍କ ମନ୍ଦିରର 3 ଦିନିଆ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଉତ୍ସବରେ 3 ଦିନ ଧରି ରୀତିନୀତି ଅନୁସାରେ ମାଙ୍କର ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ସ୍ୱରୂପ କୁମାର ଦାସ, ବିଶିଷ୍ଟ ବ୍ୟବସାୟୀ ରିତିକ ଜି ଓ ସାମାଜିକ କର୍ମୀ ଶେଖ ଅନସର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠିତ ଯୁବ ସମାଜ ସ୍ଥାନୀୟ ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏହି କ୍ରମରେ ଯାଦବପୁରର ଯୁବକମାନଙ୍କ ପକ୍ଷରୁ ଆୟୋଜିତ ଉତ୍ସବ ଏକ ପ୍ରେରଣାଦାୟୀ ପରମ୍ପରା ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସମସ୍ତ ପ୍ରକାର ଦେଶକୁ ଦୂରରେ ରଖି ସାମୂହିକ ଭାବେ ମାଙ୍କର ସେବା ପରମ୍ପରା ଜାରି ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ। ପୂର୍ବ ସରକାର ଅମଳରେ ଯାଦବପୁର ଦୁର୍ଗା ମଣ୍ଡପର ଉନ୍ନତି ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ମାଙ୍କ ସେବା ନିମିତ୍ତ ଆବଶ୍ୟକ ସହଯୋଗ ପ୍ରଦାନ ନେଇ ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ। ଏ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏଟା ମୋର ତ ଗାଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋର ଗାଁରେ ବି ହେଉଛି ଯାଦବପୁର, ତେଣୁ ଆମ ଗାଁର ଏ ଯେଉଁ ଠାକୁରାଣୀଙ୍କ ପାଖରେ ଯେଉଁ କାର୍ଯ୍ୟକ୍ରମ ହେଉଛି ଏ ଅବସରରେ ଆପଣଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବି ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମାଙ୍କ ପାଖରେ ପ୍ରାର୍ଥନା କରିବି ଆପଣଙ୍କର ଏବଂ ଆପଣଙ୍କ ପରିବାର ମଙ୍ଗଳ ହେଉ, ଏ ଅନୁଷ୍ଠାନର ଆହୁରି ଉତ୍ତରୋତ୍ତର ଉନ୍ନତି ହେଉ, ସମସ୍ତଙ୍କ ଉପରେ ମାଙ୍କର ଆଶୀର୍ବାଦ କରିବି। ସର୍ବପ୍ରଥମେ ମୁଁ ମା ମଙ୍ଗଳାଙ୍କ ପାଖରେ ପ୍ରାର୍ଥନା କରୁଛି କି ସମସ୍ତଙ୍କ ଉପରେ ମାଙ୍କର ଆଶୀର୍ବାଦ ରହୁ, ସମସ୍ତଙ୍କ ଜୀବନ ସୁଖମୟ ହେଉ, ସମସ୍ତଙ୍କ ପରିବାର ଖୁସିରେ ରୁହନ୍ତୁ। ଆଜି ମା ମଙ୍ଗଳାଙ୍କର ବାର୍ଷିକ ଉତ୍ସବ 3 ଦିନ ଧରି ଉତ୍ସବ ଚାଲିଛି ଏବଂ କମିଟି ଦ୍ୱାରା ଆଜି ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଏ ଅବସରରେ ମୁଁ କମିଟିର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବି ଯେ ଯେଉଁ ଅଞ୍ଚଳର ଯୁବକମାନେ ଯେତେ ସଂଗଠିତ ହେବେ ସେ ଅଞ୍ଚଳ ନିଶ୍ଚିତ ଭାବରେ ଉନ୍ନତି ହେବ। ମୋର ମନେ ଅଛି ଯେଉଁ କଥା ଭାଇ କହୁଥିଲେ ମାଙ୍କର ଏଇ ମନ୍ଦିର ଯେତେବେଳେ ଛାତ ପଡ଼ିନଥିଲା, ଆମେ ଆସିଥିଲେ ଇଲେକ୍ସନ୍ ସମୟରେ, ସେତେବେଳେ ପିଲାଙ୍କର ସବୁ ଯୁବକମାନଙ୍କୁ ଦାବି ଥିଲା ଯେ ମାଙ୍କର ଆସ୍ଥାନର ଛାତ ପଡ଼ିବା ଆବଶ୍ୟକ ଅଛି ଏବଂ ଯେଉଁ ମାଙ୍କର ଯେତେବେଳେ ଇଚ୍ଛା ହେବ ତାକୁ କେହି ଟାଳି ପାରିବେ ନାହିଁ। ଏବଂ ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ନୂଆ ସ୍କିମ୍ ଆରମ୍ଭ କଲେ ଯେ ଚିଫ୍ ମିନିଷ୍ଟର ସ୍ପେଶାଲ ଆସିଷ୍ଟାନ୍ସ, ଯାହାଦ୍ୱାରା କି ସହରରେ ବିଭିନ୍ନ ମନ୍ଦିର ହେଉ, ମସଜିଦ୍ ହେଉ, ଗିର୍ଜାଘର ହେଉ, ତା ପାଇଁ ଯେଉଁ ଅର୍ଥ ଆଗରୁ ଆସିପାରୁନଥିଲା ସେ ଅର୍ଥ ପ୍ରଦାନ କରାଯାଇଥିଲା ଏବଂ ସେ ଅର୍ଥ ଦ୍ୱାରା ମାଙ୍କର କାମ କିଛି ବାଟ ଆଗେଇଛି। ମୁଁ ଜୀବନ ଭାଇଙ୍କୁ ପଚାରୁଥିଲି ଯେ ଜୀବନ ଭାଇ ବି କହୁଥିଲେ ମନ୍ଦିରର ଯେତେବେଳେ ସେ ବିଧାୟକ ଥିଲେ ସେତେବେଳେ ମଧ୍ୟ ମାଙ୍କର ମନ୍ଦିର ପାଇଁ ସେ ସହଯୋଗ କରିଥିଲେ। ତ ପ୍ରତ୍ୟେକ ଅନୁଷ୍ଠାନ କିଛି ନା କିଛି ସହଯୋଗରେ ବଢ଼େ। ଆମେ ଆଶା କରିବୁ ବର୍ତ୍ତମାନ ଯେଉଁ ସରକାର ଅଛନ୍ତି ସେମାନେ ମଧ୍ୟ ଏ ପ୍ରକାର ସହଯୋଗ କରିବେ। ମାଙ୍କର ମନ୍ଦିର ଆହୁରି କାମ ବାକି ଅଛି। ମୁଁ ଯୁବବନ୍ଧୁ ନିବେଦନ କରିବି ଆପଣମାନେ ମଧ୍ୟ ବର୍ତ୍ତମାନ ବିଧାୟକ ପାଖକୁ ଯାଆନ୍ତୁ, କିଛି ଅର୍ଥ ଆଣନ୍ତୁ। ମାଙ୍କର ମନ୍ଦିର ଶେଷ ହେବା ଦରକାର। ରାଜନୀତିର ଊର୍ଦ୍ଧ୍ୱରେ ସେବା କରିବାର ଆବଶ୍ୟକ ଅଛି। ମନ୍ଦିର ଧର୍ମ କଥା ଆକୁ ନେବାର ଅଛି। ପୁଣି ଥରେ ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ନିବେଦନ କରିବି ଆସନ୍ତୁ ଆମ ସହରକୁ ସୁନ୍ଦର ଭାବରେ ଗଢ଼ିବା, ଶାନ୍ତିପୂର୍ଣ୍ଣ ବାତାବରଣ ତିଆରି କରିବା, ସେଥିପାଇଁ ସମସ୍ତେ ଯତ୍ନବାନ ହେବା। ସମସ୍ତେ ଆଜି ଗୋଟେ ଖୁସିର ଦିନ ଯେ ଯାଦବପୁରରେ ମା ମଙ୍ଗଳାଙ୍କର ବାର୍ଷିକ ଉତ୍ସବର ଆୟୋଜନ କରାଯାଇଛି ଏବଂ 3 ଦିନ ହେଲା ଏ ଆୟୋଜନ କରାଯାଇ ଲୋକ ଆପଣମାନଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ଠାକୁରଙ୍କୁ ମଧ୍ୟ ପୂଜା କରୁଛନ୍ତି। ଏଭଳିଆ ମନୋଭାବ ଥିବା ଗାଁର ଅଶେଷ ଉନ୍ନତି ହେଉ। ମା ମଙ୍ଗଳା ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ସମସ୍ତେ ଖୁସିରେ ରୁହନ୍ତୁ, ଏ ଅଞ୍ଚଳ ଖୁସିରେ ରହୁ ଏବଂ ଏଇଭଳି କାର୍ଯ୍ୟକ୍ରମ ଯାଦବପୁରବାସୀ ଯେଉଁଭଳି କାର୍ଯ୍ୟକ୍ରମ କରିଛନ୍ତି ଏହା ପ୍ରତ୍ୟେକ ଅଞ୍ଚଳରେ ହେବା ଦରକାର। ବର୍ଷକୁ ଥରେ ଏଇଭଳି କାର୍ଯ୍ୟକ୍ରମ ହେଲେ ଏବଂ ବିଭିନ୍ନ ପ୍ରକାର କମ୍ପିଟିସନ୍ ମାଧ୍ୟମ ହେଲେ ପିଲାମାନେ ଏଠିକାର ଉତ୍ସାହିତ ହେବେ ଏବଂ ଏଇ ପିଲା ଦିନେ ଆଗକୁ ମଧ୍ୟ ଯିବେ ଉତ୍ସାହିତ ହେଇ ଯେ ଆମ ଅଞ୍ଚଳରେ ଆମକୁ ଉତ୍ସାହିତ କରିଛନ୍ତି, ଆମକୁ ପ୍ରାଇଜ୍ ମିଳିଛି, ଆମକୁ ସାର୍ଟିଫିକେଟ୍ ମିଳିଛି, ତେଣୁ ଆମେ ଆଗକୁ ମଧ୍ୟ ଆମର ସଫଳତା ଜାରି ରଖିବା ଏବଂ ସେମାନେ ଆଗକୁ ବଢ଼ିବେ। ତେଣୁ ଏଇଭଳି କାର୍ଯ୍ୟକ୍ରମ ସବୁ ଅଞ୍ଚଳରେ ହେବ। ଏ ଜିନିଷ जो जिनस आज जादवपुर करके देखी सरोज भाई ये बस आम समस्ते
ए जिनस करिया पई इच्छा करूचे किंतु करि पारने किंतु आज जादवपुर पिला माने कमिटी रो पिला माने जो जिनस करिसंती ए को माने एक जारी रखिया पई आमे तांको उत्साहित करूचे एवं आगु को आउर एमिति करंतु एमिति मां को पूजा एमिति करंतु समस्त को धन्यवाद। आईनजीवी राधावल्लभ दास कार्यक्रम में सभापतित्व करथिले। गोपाल चंद्र सेठी, अरुण कुमार गोच्छायत, सरोज कुमार हाजरा, राजेंद्र घड़ई, तुषार कुमार गोच्छायत प्रमुख एथिरे मंचासीन थिले। स्थानीय गोच्छायत परिवार रे आविर्भाव होइतिबा मां मंगलांको सेवा पूजा पई पूर्वरु कोनोसी व्यवस्था होई पारि नथिबा बेले संप्रति बालेश्वर सहरर बहुवदान्य व्यक्तिଙ୍କ सहयोगरे मांको पूर्णांग मंदिर निर्माण संपन्न होइछि बोली मंदिर परिचालना कमिटीर कर्मकर्ता माने सूचना दैथिले। आगामी दिन में मां दैनन्दिन सेवा समस्ते सहयोगर हाथ बढ़ाइबाकू सेमाने निवेदन करथिले। एही अवसर में द्वितीय संध्यारे आयोजित नृत्य प्रतियोगितार कृति प्रतियोगी माननकू अतिथि माने पुरस्कृत करथिले। उद्यापनी उत्सव में आकर्षणीय संगीत कार्यक्रम अनुष्ठित होता। कंठशिल्पी मानक चित्ताकर्षक परिवेशन में दर्शक माने विभोर होइथिले। मंदिर परिचालना कमिटीर समस्त सदस्य उपस्थित रही कार्यक्रम परिचालन में सहयोग करथिले। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानी रो प्रखर जेते तीव्र हो अबा पानी रो शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड,
रामदासपुर इंडस्ट्रियल एस्टेट गोड़ीसाही कटक डिस्ट्रिक्ट पिन 754006 कॉल करंतु 8637278439 किंबा ईमेल करंतु admin@mkplast.in